ମେ ପହିଲାରୁ ବଦଳିଯିବ ଲ୍ୟାଣ୍ଡ ରେଜିଷ୍ଟ୍ରି ନିୟମ, ମହଙ୍ଗା ହେଲା ସର୍କଲ ରେଟ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଯଦି ଆପଣ ଘର କିମ୍ବା ଜମି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ମେ ପହିଲାରୁ ବଦଳିଯିବ ଜମି ରେଜିଷ୍ଟ୍ରି କରିବା ନିୟମ। ଗୁରୁଗ୍ରାମର ସର୍କଲ ରେଟ୍ରେ 75% ବୃଦ୍ଧି ଏବଂ ଉତ୍ତରପ୍ରଦେଶର ରେରାର କଠୋର ନିୟମ ରିଅଲ ଇଷ୍ଟେଟ୍ ବଜାରରେ ହଇଚଇ ସୃଷ୍ଟି କରିଛି। ମେ 1 ତାରିଖରୁ ଅନେକ ନୂଆ ନିୟମ କାର୍ଯ୍ୟକାରୀ ହେବ ଯାହା ଆପଣଙ୍କ ଆର୍ଥିକ ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ପ୍ରଭାବିତ କରିବ। ହରିୟାଣା ସରକାର ଗୁରୁଗ୍ରାମର ଅନେକ ସେକ୍ଟରରେ ସର୍କଲ ରେଟ୍ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛନ୍ତି, ଯାହା 10%ରୁ 75% ପର୍ଯ୍ୟନ୍ତ ରହିବ। ସେକ୍ଟର 15 ଓ ଦ୍ୱାରକା ଏକ୍ସପ୍ରେସୱେ ଭଳି ଅଞ୍ଚଳରେ ପଞ୍ଜୀକରଣ ଏବେ ଯଥେଷ୍ଟ ମହଙ୍ଗା ହୋଇଯିବ। ବର୍ଦ୍ଧିତ ହାର ଏପ୍ରିଲ ମାସରେ କାର୍ଯ୍ୟକାରୀ ହୋଇଥିଲା ଏବଂ ମେ 1 ତାରିଖ ଠାରୁ ନୂଆ ପଞ୍ଜୀକରଣରେ ପ୍ରତିଫଳିତ ହେବ। ୟୁପି ରେରାର ନୂଆ ନିୟମ କ'ଣ ରହିଛି? ପଞ୍ଜୀକୃତ ନଥିବା ପ୍ରକଳ୍ପଗୁଡ଼ିକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବ। ଉତ୍ତରପ୍ରଦେଶ ରେରା ଏହାର ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। କ୍ରେତାମାନେ ଏବେ ରେରା ସହିତ ପଞ୍ଜୀକୃତ ନଥିବା ପ୍ରକଳ୍ପଗୁଡ଼ିକ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ଏହା ବ୍ୟତୀତ ପ୍ରିୟଜନଙ୍କୁ ସମ୍ପତ୍ତି ହସ୍ତାନ୍ତର ପାଇଁ ସର୍ବାଧିକ ଶୁଳ୍କ 1000 ଟଙ୍କା ରଖାଯାଇଛି, ଯାହା ସାଧାରଣ ଲୋକଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ। ତେବେ ସ୍ତ୍ରୀଙ୍କ ନାମରେ ସମ୍ପତ୍ତି ଥିଲେ କ'ଣ ହେବ? ଏବେ ଆର୍ଥିକ ପ୍ରମାଣପତ୍ର ବାଧ୍ୟତାମୂଳକ। ଲ୍ୟାଣ୍ଡ ରେଜିଷ୍ଟ୍ରି ନୂଆ ନିୟମ 2026 ଅନୁଯାୟୀ ପତ୍ନୀଙ୍କ ନାମରେ ସମ୍ପତ୍ତି କ୍ରୟ କରିବା ଏପର୍ଯ୍ୟନ୍ତ ବୈଧ, କିନ୍ତୁ ଆପଣଙ୍କୁ ଏବେ ଆର୍ଥିକ ପ୍ରମାଣ ଦେବାକୁ ପଡ଼ିବ। ବେନାମୀ ସମ୍ପତ୍ତିକୁ ରୋକିବା ପାଇଁ ସରକାର ଏବେ ଦେୟ ଉତ୍ସର ଯାଞ୍ଚକୁ କଡ଼ାକଡ଼ି କରୁଛନ୍ତି। ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ ଆୟକର ରିଟର୍ଣ୍ଣ ଆବଶ୍ୟକ ହୋଇପାରେ। ଇ ରେଜିଷ୍ଟ୍ରି ଏବଂ ଆଧାର ପ୍ରମାଣୀକରଣ ମଧ୍ୟ ଆବଶ୍ୟକ। ପ୍ରକ୍ରିୟା ସ୍ୱଚ୍ଛ ହେବ। ମେ 1 ଠାରୁ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ଡିଜିଟାଇଜେସନ କରାଯାଉଛି। ପରିଚୟ ଚୋରି ରୋକିବା ପାଇଁ ବାୟୋମେଟ୍ରିକ ପ୍ରମାଣୀକରଣ ଏବଂ ଆଧାର ଆଧାରିତ ଯାଞ୍ଚ ଏବେ ବାଧ୍ୟତାମୂଳକ। ଏହା ଠକେଇ ହ୍ରାସ କରିବ ଏବଂ ଘର ପଞ୍ଜୀକରଣକୁ ସହଜ କରିବ। ବିଳାସପୂର୍ଣ୍ଣ ଘରର ଚାହିଦା ବୃଦ୍ଧି ପାଇଛି। ଦିଲ୍ଲୀ ଏନସିଆର ତାଲିକା ଶୀର୍ଷରେ ରହିଛି। ଅପଡେଟ୍ ସମ୍ପତ୍ତି ବଜାର ଧାରା ଅନୁସାରେ 2026 ପ୍ରଥମ ତ୍ରୈମାସିକରେ ଦିଲ୍ଲୀ ଏନସିଆରରେ ବିଳାସପୂର୍ଣ୍ଣ ଘରର ମୂଲ୍ୟ 15% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶା କରାଯାଉଛି। ଗୁରୁଗ୍ରାମ ଏବଂ ନୋଏଡାର ପ୍ରମୁଖ ସ୍ଥାନଗୁଡ଼ିକରେ ଚାହିଦା ଯୋଗାଣଠାରୁ ବହୁତ ଅଧିକ ରହିଛି ବୋଲି ଖବର ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।